ସାଙ୍ଗମାନେ ଏକାଦଶୀର ଅର୍ଥ କ'ଣ? ଏକାଦଶୀକୁ ଆପଣମାନେ କେମିତି ପାଳନ କରିବେ ଆଉ ଏକାଦଶୀରେ କ'ଣ କ'ଣ ଖାଇବା ମନା ସେସବୁ ଏ ଭିଡ଼ିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ। ନମସ୍କାର ସାଙ୍ଗମାନେ, ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ସାଙ୍ଗମାନେ ଏକାଦଶୀର ଅର୍ଥ ହେଉଛି 11 ଦିନ। ମାସରେ ଗୋଟିଏ କୃଷ୍ଣ ପକ୍ଷ ଆସେ ଏବଂ ଆଉ ଗୋଟିଏ ଶୁକ୍ଳ ପକ୍ଷ ଆସେ। ଆମର ବର୍ଷରେ 24ଟି ଏକାଦଶୀ ପଡ଼ିଥାଏ। ଆଉ ଏକାଦଶୀ ବ୍ରତ କେବେଠୁ ପାଳନ କରାଗଲା ତାହାର ଗୋଟିଏ ପୌରାଣିକ କଥା ଅଛି। ଏହା ମନାଯାଇଥାଏ ଯେ ମୁରା ନାମରେ ଜଣେ ରାକ୍ଷସ ଥିଲା। ସେ ଭଗବାନ ବିଷ୍ଣୁ ଯେତେବେଳେ ତାଙ୍କୁ ମାରିବା ପାଇଁ ସେ ମୁରା ଅସୁରକୁ ଯାଇଥିଲେ, ସେ ସେଠାରେ ଡରିକି ଚାଲି ଯାଇଥିଲା। ତେଣୁ ଦିନେ ଭଗବାନ ବିଷ୍ଣୁ ଧ୍ୟାନରେ ବସିଥିବା ସମୟରେ ସେହି ମୁରା ନାମର ରାକ୍ଷସ ଆସି ଭଗବାନ ବିଷ୍ଣୁଙ୍କୁ ଆକ୍ରମଣ କରିଲା। ଭଗବାନଙ୍କୁ ଯେତେବେଳେ ସେ ରାକ୍ଷସ ଆକ୍ରମଣ କରିବାକୁ ଗଲା, ସେ ଏହା ଭାବିକି ଭଗବାନ ବିଷ୍ଣୁଙ୍କୁ ଆକ୍ରମଣ କରିବାକୁ ଗଲା ଯେ ବିଷ୍ଣୁ ଯୋଗ ନିଦ୍ରାରେ ରହିଛନ୍ତି, ତେଣୁ ମୁଁ ତାଙ୍କୁ ଆକ୍ରମଣ କରିଦେବି। କିନ୍ତୁ ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଦେହରୁ ଏକ ଶକ୍ତି ବାହାରିଲା ଏବଂ ସେହି ଶକ୍ତି ରାକ୍ଷସର ବଧ କଲା। ଯେତେବେଳେ ଭଗବାନ ବିଷ୍ଣୁଙ୍କର ଯୋଗ ନିଦ୍ରା ଭଙ୍ଗ ହେଲା, ଭଗବାନ ପଚାରିଲେ ଯେ ଆପଣ କିଏ? ସେ ଶକ୍ତି କହିଲେ ଯେ ଭଗବାନ, ମୁଁ ଆପଣଙ୍କର ହିଁ ଶକ୍ତି, ଆପଣଙ୍କ ଦେହରୁ ହିଁ ମୁଁ ମୋର ଜାତ। ଭଗବାନ ବିଷ୍ଣୁ ବହୁତ ଖୁସି ହୋଇଗଲେ, କାରଣ ନା ଭଗବାନ ତାଙ୍କୁ ଆଜ୍ଞା ଦେଇଥିଲେ ନା ତାଙ୍କୁ ମାରିବା ପାଇଁ ସେ ଅସୁରକୁ କହିଥିଲେ। ତଥାପି ସେ ଶକ୍ତି ବିଷ୍ଣୁଙ୍କର ମନ କଥାକୁ ଜାଣିକି ସେ ରାକ୍ଷସର ବଧ କରିଥିଲେ। ଏହି କାମରେ ଖୁସି ହୋଇ ତାଙ୍କୁ ସେହି ଶକ୍ତିର ନାମ ଭଗବାନ ଏକାଦଶୀ ତିଥି ବୋଲି ରଖିଲେ। ଭଗବାନ ବିଷ୍ଣୁ ତାଙ୍କୁ ଆଶୀର୍ବାଦ ଦେଲେ ଯେ ଯେଉଁ ବ୍ୟକ୍ତି ଏହି ଏକାଦଶୀ ବ୍ରତ କରିବ ସେ ସବୁ ପାପରୁ ମୁକ୍ତି ହୋଇଯିବ ଆଉ ଭଗବାନ ଧାମକୁ, ଭଗବତ ଧାମକୁ ସେ ଯାଇପାରିବ। ସବୁ ଲୋକ ଏହି ବ୍ରତ କରିବାକୁ ଲାଗିଲେ। ଆଉ ଯିଏ ଯେତେ ବଡ଼ ପାପ କଲେ ମଧ୍ୟ ସମସ୍ତ ପାପରୁ ସେମାନେ ମୁକ୍ତି ପାଇବା ପାଇଁ ଏକାଦଶୀ ବ୍ରତ ପାଳି ମୁକ୍ତ ହେଲେ। ଯେତେ ପାପୀ ଥିଲେ ସମସ୍ତେ ମୁକ୍ତି ପାଇଲେ ଆଉ ସମସ୍ତେ ଭଗବତ ଧାମକୁ ଗଲେ। ତାପରେ ଥରେ ପାପ ପୁରୁଷ କହିଲା, ପ୍ରଭୁ ଆପଣ ତ ସମସ୍ତଙ୍କୁ ଏହି ଏକାଦଶୀ ବ୍ରତ ଯେଉଁମାନେ କରିବେ ସେମାନଙ୍କୁ ଆପଣ ସେ ପାପରୁ ମୁକ୍ତ କରିଦେବେ ବୋଲି ଆଶୀର୍ବାଦ ଦେଲେ। ମୋର ତ ଆଉ କାମ ହିଁ କିଛି ନାହିଁ। ସେ ପାପ ପୁରୁଷ ଦୁଃଖରେ ଭଗବାନ ବିଷ୍ଣୁଙ୍କ ପାଖେ ପ୍ରାର୍ଥନା କରିଲା। ବିଷ୍ଣୁ କହିଲେ, ଏକାଦଶୀ ଦିନ ତୁମେ ସେହି ଧାନ, ଚାଉଳ, ଶସ୍ୟ ଜାତୀୟ ଯେତେକ ଜିନିଷ ସେଥିରେ ଯାଇ ତୁମେ ବାସ କର। ଯେଉଁ ବ୍ୟକ୍ତି ଏକାଦଶୀ ଦିନ ଶସ୍ୟ ଜାତୀୟ ଖାଦ୍ୟ, ଧାନ୍ୟ ଜାତୀୟ ଖାଦ୍ୟ ଖାଇବ, ତୁମେ ଯାଇ ତାକୁ ଗ୍ରାସ କରିବ। ସଂସାରରେ ଯେତେ ପାପ ତୁମେ ତାକୁ ଦେବ। ସେହି ଦିନଠାରୁ ଏକାଦଶୀରେ ଶସ୍ୟ ଜାତୀୟ ଖାଦ୍ୟ ଖାଇବା ନିଷେଧ ଅଟେ। ଏହି ଦିନରେ କେହି ବି ଧାନ୍ୟ ଜାତୀୟ, ଶସ୍ୟ ଜାତୀୟ ଖାଦ୍ୟ ଯେଉଁମାନେ ଏକାଦଶୀ ବ୍ରତ ପାଳନ କରନ୍ତି ସେମାନେ ଖାଆନ୍ତି ନାହିଁ। ଆସନ୍ତୁ ଜାଣିବା କେମିତି ଏକାଦଶୀ ବ୍ରତକୁ ପାଳନ କରିବା ଉଚିତ। ସାଙ୍ଗମାନେ ଏକାଦଶୀ ତିଥି ଭଗବାନ କୃଷ୍ଣ, ଭଗବାନ ବିଷ୍ଣୁ ବା ଜଗନ୍ନାଥଙ୍କର ତିଥି ଏହା। ଏକାଦଶୀ ତିଥିରେ ବ୍ରହ୍ମ ମୁହୂର୍ତ୍ତରୁ ଆପଣମାନେ ଉଠନ୍ତୁ। ବ୍ରହ୍ମ ମୁହୂର୍ତ୍ତରୁ ଉଠି କୃଷ୍ଣଙ୍କ ନାମ ଜପ କରନ୍ତୁ। ଘରେ ଭଗବତ ଗୀତା ପାଠ କରନ୍ତୁ। ସାଙ୍ଗମାନେ ଆସନ୍ତୁ ଜାଣିବା ଏଥିରେ କ'ଣ କ'ଣ ଖାଇବେ ନାହିଁ। ସାଙ୍ଗମାନେ ଧାନ ଜାତୀୟ ଜିନିଷ, ଚାଉଳ, ଗହମ, ବାଜରା, ମାଣ୍ଡିଆ, ଶସ୍ୟ ଜାତୀୟ ବି ଜିନିଷ, ଡାଲି ଏସବୁ ଆପଣମାନେ ଖାଇବେ ନାହିଁ। ବିନ୍ସ, ଝୁଡ଼ଙ୍ଗ ଏସବୁ ବି ମଧ୍ୟ, ସୋରିଷ ତେଲ ଏସବୁ ବି ମଧ୍ୟ ଖାଇବା ମନା। ସାଙ୍ଗମାନେ ଏକାଦଶୀରେ ଆପଣମାନେ ସାବୁଦାନା ଖାଇପାରିବେ। ଜଳ ପିଇକି ମଧ୍ୟ ଆପଣମାନେ ଓଷା ବ୍ରତ କରିପାରିବେ ଆଉ ଫଳ ଖାଇକି ମଧ୍ୟ ଓଷା ବ୍ରତ କରିପାରିବେ। ପ୍ରତି ମାସରେ ସାଙ୍ଗମାନେ 2ଟି ଏକାଦଶୀ ପଡ଼ିଥାଏ। ପାରଣ ସମୟରେ ଦ୍ୱାଦଶୀ ଦିନ ସୂର୍ଯ୍ୟ ଉଦୟ ପରେ ଯେଉଁ ସମୟ ନିର୍ଘଣ୍ଟ ହୋଇଥାଏ ସେତେବେଳେ ଆପଣମାନେ ବ୍ରତକୁ ପାଳନ କରିବା ଉଚିତ। ଏକାଦଶୀ ବ୍ରତ ପାଳନ କରିବା ସମସ୍ତେ ଏହା କରିପାରିବେ। ଯଦି ଆପଣ କେବେ ଏକାଦଶୀ ବ୍ରତକୁ ଭୁଲି ଯାଉଛନ୍ତି, ତେବେ ପୁଣି ଗୋଟେ ଦିନ ଏକାଦଶୀର ନିୟମକୁ ପାଳନ କରି ଭଗବାନଙ୍କ ପାଖେ କ୍ଷମା ମାଗି ଆଉ ଥରେ ପୁଣି ଆପଣ ସେହି ବ୍ରତକୁ ପାଳନ କରିପାରିବେ। ଦଶମୀ ଦିନରୁ ଆପଣଙ୍କୁ ପୂର୍ବ ପ୍ରସ୍ତୁତି କରିପାରିବେ। ଦଶମୀ ଦିନ ସନ୍ଧ୍ୟା 6ଟାରୁ ଆପଣ ଆଉ ଅନ୍ନକୁ ଖାଆନ୍ତୁ ନାହିଁ। ଏକାଦଶୀ ଦିନ ହୁଏତ ସେ ଖାଦ୍ୟ ଆପଣଙ୍କର ହଜମ ହୋଇନଥାଇପାରେ, ତେଣୁ ଆପଣମାନେ
ସେହି ଦିନ ସେହି ଦ୍ୱାଦଶୀ ଦିନ ଆପଣମାନେ ଅନ୍ନ ଖାଆନ୍ତୁ ନାହିଁ, ଏହା ପୌରାଣିକ ମତ ମଧ୍ୟ ରହିଛି। ଏକାଦଶୀ ଦିନ ଯଦି କେହି ଅସୁସ୍ଥ ରହିଛନ୍ତି, ସେମାନେ ଯଦି ଏକାଦଶୀ ବ୍ରତ କରୁଛନ୍ତି, ସେମାନେ ଫଳମୂଳ ଖାଇ କିମ୍ବା କ୍ଷୀର, ଛେନା, ଦହି ଏସବୁ ଖାଇପାରିବେ। ଏକାଦଶୀ ଦିନ କେବେ ବି ତେଲ ଲଗାନ୍ତୁ ନାହିଁ। ସାଙ୍ଗମାନେ, ଆମେ ଗତ ଏକାଦଶୀ ଯେଉଁଟା ଗଲା ସର୍ତ୍ତିଳା ଏକାଦଶୀ, ମାଘ ମାସର କୃଷ୍ଣ ପକ୍ଷରେ ଯେଉଁଟା ପଡ଼ିଥିଲା, ସେଇଟା ଜାନୁଆରୀ ମାସରେ ପାଳନ କରିଥିଲେ ଆମେମାନେ। ଏବେ ଫେବୃଆରୀ 8 ତାରିଖ ଅର୍ଥାତ୍ ମାଘ ମାସରେ ପଡ଼ିବାକୁ ଯାଉଛି ଏହି ଶୁକ୍ଳପକ୍ଷ, ମାଘ ମାସର ଶୁକ୍ଳପକ୍ଷ ଏକାଦଶୀ। ସାଙ୍ଗମାନେ, ଶୁକ୍ଳପକ୍ଷ ଏକାଦଶୀ ଘରୋଇମାନେ କରିଥାନ୍ତି। ଆଉ ଯେଉଁମାନେ 12ଟି ଏକାଦଶୀକୁ ମଧ୍ୟ ପାଳନ କରିପାରନ୍ତି ନାହିଁ, ସେମାନେ 4ଟି ଏକାଦଶୀକୁ ପାଳନ କରିପାରିବେ, ଯେଉଁଥିରେ କି ବଡ଼ ଏକାଦଶୀ ରହିଛି। ସାଙ୍ଗମାନେ, ଏହି 8 ତାରିଖରେ ଯେଉଁ ଏକାଦଶୀ ପଡ଼ିବାକୁ ଯାଉଛି ତାହା ବଡ଼ ଏକାଦଶୀ। ମାଘ ମାସର ଶୁକ୍ଳପକ୍ଷରେ ଏକାଦଶୀ ବଡ଼ ଏକାଦଶୀ ହୋଇଥାଏ। ବର୍ଷରେ 24ଟି ଏକାଦଶୀ ରହିଥାଏ, ତା ମଧ୍ୟରୁ 4ଟି ବଡ଼ ଏକାଦଶୀ ରହିଥାଏ। ସେହି 4ଟି ବଡ଼ ଏକାଦଶୀ ମଧ୍ୟରୁ ଭୈମୀ ଏକାଦଶୀ 4 ନମ୍ବରରେ ପଡ଼ୁଛି, 4 ନମ୍ବରର ଏକାଦଶୀ ଏହା। ସାଙ୍ଗମାନେ, ଆମର ଓଡ଼ିଆ ମାସ ଅନୁଯାୟୀ ପଣା ସଂକ୍ରାନ୍ତି ଦିନ ଆମେ ଓଡ଼ିଆ ନବବର୍ଷକୁ ପାଳନ କରିଥାଉ। ଆଉ ଆଷାଢ଼ ମାସରେ ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ, ଯାହାକୁ କି ହରି ଶୟନ ଏକାଦଶୀ ବୋଲି କୁହାଯାଏ, ସେହିଦିନ ଶ୍ରୀହରି ବିଷ୍ଣୁ ଶୟନ କରିଥାନ୍ତି ଦୀର୍ଘ 4 ମାସ ଯାଏଁ, ଏବଂ ସେହିଦିନ ଶ୍ରୀ ଜଗନ୍ନାଥ ମଧ୍ୟ ରଥରେ ସୁନାବେଶ ହୋଇଥାନ୍ତି। ସେହି ଦିନଟି ବଡ଼ ଏକାଦଶୀ। ସେହିଦିନ ମଧ୍ୟ କେହି କେହି ଏକାଦଶୀକୁ ଆରମ୍ଭ କରିଥାନ୍ତି। ଆଉ କେହି ମଧ୍ୟ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ, ଯାହାକି ପାର୍ଶ୍ୱ ପରିବର୍ତ୍ତନ ଏକାଦଶୀ, ସେ ବି ବଡ଼ ଏକାଦଶୀ। ଆଉ ତାପରେ କାର୍ତ୍ତିକ ମାସର ଶୁକ୍ଳପକ୍ଷରେ ଯେଉଁ ଏକାଦଶୀ ପଡ଼ୁଛି, ସେତେବେଳେ ଶ୍ରୀହରି ବିଷ୍ଣୁ ନିଦ୍ରାରୁ ଜାଗ୍ରତ ହୋଇଥାନ୍ତି, ତାହାକୁ ଦେବ ଉତ୍ଥାପନ ଏକାଦଶୀ ମଧ୍ୟ କୁହାଯାଏ। ଶେଷରେ ଆମର ଆସୁଛି ମାଘ ମାସର ବଡ଼ ଏକାଦଶୀ ବା ଭୈମୀ ଏକାଦଶୀ, ଯାହାକି ଫେବୃଆରୀ 8 ତାରିଖରେ ପଡ଼ୁଛି। ସାଙ୍ଗମାନେ, ଯେଉଁମାନେ 24ଟି ଏକାଦଶୀକୁ ପାଳନ କରିପାରୁନାହାନ୍ତି, ଏମିତିକି 4ଟି ଏକାଦଶୀକୁ ମଧ୍ୟ ଯଦି ପାଳନ କରିପାରୁନାହାନ୍ତି, ସେମାନେ ଜ୍ୟେଷ୍ଠ ମାସରେ ପଡ଼ିବାକୁ ଯାଉଥିବା ନିର୍ଜଳା ଏକାଦଶୀ, ସେହି ଗୋଟିଏ ଏକାଦଶୀକି ମଧ୍ୟ ସେମାନେ କରି 24ଟି ଏକାଦଶୀର ଫଳ ମଧ୍ୟ ସେମାନେ ପାଇପାରିଥାନ୍ତି। ସାଙ୍ଗମାନେ, ଆପଣମାନଙ୍କୁ ସକାଳୁ ସକାଳୁ ସ୍ନାନ କରିସାରିକି ପ୍ରଥମେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଉଚିତ। କାହିଁକି ନା ଆମର ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ସନାତନ ଧର୍ମ ଅନୁଯାୟୀ ଆମେ ପ୍ରଥମେ ସୂର୍ଯ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିଥାଉ। ସୂର୍ଯ୍ୟଙ୍କ ପୂଜା ପରେ ଆଉ ଯେଉଁ ଦେବତାଙ୍କ ପୂଜା ହୋଇଥାଏ, ତାପରେ ମା ବୃନ୍ଦାବତୀଙ୍କୁ ପୂଜା କରିପାରିବେ। ଆପଣମାନେ ମା ବୃନ୍ଦାବତୀଙ୍କ ପୂଜା କରିସାରିଲା ପରେ ଘରର ଠାକୁରଙ୍କୁ ତାପରେ ଆପଣମାନେ ପୂଜା କରିବେ। ତାପରେ ଆପଣମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବେ। ଯଦି ସେଇଠି ଆପଣଙ୍କ ଠାକୁର ଘରେ ଭଗବାନ ବିଷ୍ଣୁଙ୍କୁ ରଖିଛନ୍ତି, ସେଇଠାରେ ବି ପୂଜା କରିପାରିବେ। ସାଙ୍ଗମାନେ, ଏହି ଏକାଦଶୀ ଦିନ କେବେ ବି ଶସ୍ୟ ଜାତୀୟ ଜିନିଷକୁ, ଧାନ୍ୟ ଜାତୀୟ ଜିନିଷକୁ ଖାଆନ୍ତୁ ନାହିଁ, ଯେମିତିକି ସୁଜି, ପରଟା, ସିମେଇ ଏସବୁ ଖାଆନ୍ତୁ ନାହିଁ। ପ୍ରତିଟି ଓଷାରେ 3ଟି ନିୟମ ରହିଛି ସାଙ୍ଗମାନେ। ଏକାଦଶୀରେ ମଧ୍ୟ 3ଟି ନିୟମ ରହିଛି, ଯେମିତିକି ନିର୍ଜଳା ଉପବାସ ଆପଣମାନେ କରିପାରିବେ। ଯେଉଁମାନେ ଜଳ ନ ପିଇକି ଉପବାସ କରିପାରୁଛନ୍ତି, ସେମାନେ କରିପାରିବେ ଏଇଟା। ନଚେତ୍ ଜଳ ଆହାର କରିକି ଗୋଟେ ଉପବାସ ଆପଣମାନେ ମଧ୍ୟ ସେଇ କରିପାରିବେ, ଜଳ ପିଇକି। ଆଉ ଯେଉଁମାନେ ଏସବୁ କରିପାରୁନାହାନ୍ତି, ଫଳ ଆହାର କରିକି ମଧ୍ୟ ସେମାନେ ଏହି ବ୍ରତକୁ ପାଳନ କରିପାରିବେ। ଯେମିତିକି ଫଳ ଜୁସ୍ ଆପଣ କରିକି ପିଇପାରିବେ, ଦହି ପିଇପାରିବେ, କ୍ଷୀର ପିଇପାରିବେ, ସାବୁଦାନା ଏସବୁ ଖାଇକି ଆପଣ ମଧ୍ୟ ଏକାଦଶୀ ବ୍ରତକୁ ପାଳନ କରିପାରିବେ। ସାଙ୍ଗମାନେ, ଏକାଦଶୀ ବ୍ରତକୁ ସମସ୍ତେ ପାଳନ କରିପାରିବେ। ଏମିତି ନୁହେଁ କି ବୁଢ଼ା ବୁଢ଼ୀ ଯେଉଁ ରହିଛନ୍ତି, ବିଧବା ସ୍ତ୍ରୀ ଲୋକ ରହିଛନ୍ତି, ସେମାନେ ପାଳନ କରିବେ, ସେମିତି ନାହିଁ। ଏକାଦଶୀ ବ୍ରତକୁ ସମସ୍ତେ ପାଳନ କରିପାରିବେ। ସ୍ୱାମୀ ସ୍ତ୍ରୀ ଉଭୟ ଯଦି ପାଳନ କରିପାରୁଛନ୍ତି ବହୁତ ଭଲ। ନଚେତ୍ ଯଦି ସ୍ୱାମୀ କରିପାରୁନାହାନ୍ତି, କେହି କୁହନ୍ତି କି ସ୍ୱାମୀ ଓ ସ୍ତ୍ରୀ ଯଦି ଉଭୟ କରନ୍ତି, ଏହା ବହୁତ ଶୁଭ ହୋଇଥାଏ। ଆଉ ଯଦି ନ କରନ୍ତି, ଅଶୁଭ ହୋଇଥାଏ। ସେମିତି କିଛି ନାହିଁ, ସ୍ୱାମୀ ସ୍ତ୍ରୀ ଉଭୟ କଲେ ବହୁତ ଭଲ। କିନ୍ତୁ ଯେଉଁ ଘରେ ନାରୀଟିଏ ମଧ୍ୟ ଏହି ଏକାଦଶୀ ବ୍ରତକୁ କରୁଛି, ତାର ପରିବାରମାନଙ୍କ ପାଇଁ ସେ କରିଥାଏ, ପରିବାରର ସଦସ୍ୟମାନଙ୍କ ପାଇଁ କରିଥାଏ। ଆଉ ଏହା ମଧ୍ୟ ବହୁତ ଶୁଭ ହୋଇଥାଏ। ଏମିତି କିଛି ନାହିଁ କି ସ୍ୱାମୀ ସ୍ତ୍ରୀ ଉଭୟ କରିବା ଉଚିତ ବୋଲି। ଏହା ଆମର ଏକାଦଶୀ ଦିନ ଜଣେ ଘରର ନାରୀ ମଧ୍ୟ ତାର ସ୍ୱାମୀ ଆଉ ପିଲା ପରିବାର ପାଇଁ ବି
କରିପାରିବ। ତେଣୁ ନାରୀ ଏକା ମଧ୍ୟ ଏହି ଏକାଦଶୀ ବ୍ରତକୁ କଲେ କିଛି ବି ଅସୁବିଧା ନାହିଁ। ବ୍ରତର ନିୟମକୁ ଠିକ୍ ସେ ପାଳନ କଲେ ଆଉ ଭଗବାନଙ୍କ ନାମକୁ ଆପଣମାନେ ଠିକ୍ ସେ ଜପ କରନ୍ତୁ, କାହିଁକି ନା ଏହା ଭଗବାନ ବିଷ୍ଣୁଙ୍କ ଦିନ, ଭଗବାନ କୃଷ୍ଣଙ୍କ ଦିନ। ସେହି ଦିନରେ ଆପଣମାନେ ନିଷ୍ଠାର ସହକାରେ ଭଗବାନଙ୍କ ନାମ ନିଅନ୍ତୁ, କୃଷ୍ଣଙ୍କ ନାମ ନିଅନ୍ତୁ, ନିଷ୍ଠାର ସହିତ ବ୍ରତ ପାଳନ କରନ୍ତୁ। ନିଶ୍ଚିତ ଭାବରେ ଆପଣମାନଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ। ଆଶା କରି ସାଙ୍ଗମାନେ ମୋର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ରୂପରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ନିଜର ପ୍ରିୟଜନମାନଙ୍କୁ ସେୟାର କରି ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଆଉ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲନ୍ତୁ ନାହିଁ। ଆଉ ଏକ ଟପିକ୍ ନେଇକି ଆସିବି, ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର।